ସାଙ୍ଗମାନେ ରୋଶନୀ ଓ ରିୟା ଏମିତି ମଜାରେ ମଜାରେ ସେ ବାଡ଼ିରେ ମଲ୍ଲିକାକୁ ମୂଷା କରିବା ପାଇଁ ଯାଦୁ କରୁଥିବେ। ଆଉ ଟିକିଏ ସେତିକି ବେଳେ ଏଠାକୁ ଆଦ୍ୟାଙ୍କର ଆତ୍ମା ଆସିବ ଆଉ ତାଙ୍କ ଶକ୍ତିରେ ମୂଷାଟିକୁ ଗୋଟେ ଝଟକାରେ ମୂଷା କରିଦେବ। ଏହା ଦେଖି ରୋଶନୀ ଓ ରିୟା ବହୁତ ଜୋରରେ ଆଶ୍ଚର୍ଯ୍ୟ ହୋଇଯିବେ। ତାପରେ ରୋଶନୀ କହିବେ, ଏ ତ ସତରେ କାମ କରୁଛି। ମଲ୍ଲିକାକୁ ଏମିତି ମୂଷା ହେବାର ଦେଖି ଦୁଇଜଣ ଯାକ ବହୁତ ହସିବାକୁ ଲାଗିବେ। ଆଉ ଗୋଟେ ଝଟକାରେ ରିୟା ମଲ୍ଲିକାକୁ ବନ୍ଦ କରି ସେଠାକୁ ସେମାନେ ଚାଲିଯିବେ। ତାପରେ ସେଠାକୁ ଆଦ୍ୟାଙ୍କର ଆତ୍ମା ଆସିବ ଆଉ କହିବ, ଏମିତି ହିଁ ଛଟପଟ କରୁଥିଲୁ ନା ମୋ ପିଲାମାନଙ୍କୁ, ତ ମୋର ୟା ଭିତରେ। ପୁଣି ମଲ୍ଲିକା କହିବ, ମୋତେ ବାହାର କର ଏଠୁ, ୟା ଭିତରୁ ମୁଁ ଠିକ୍ସେ ନିଶ୍ୱାସ ବି ନେଇପାରୁନି। ଏହାପରେ ସକାଳ ହେବା ମାତ୍ରେ ସେ ମୂଷା ଘରର ସମସ୍ତ ଲୋକଙ୍କ ପାଖରେ ପହଞ୍ଚି ପଡ଼ିଯିବ। ଏହା ଦେଖି ରିୟା ଓ ରୋଶନୀ ବହୁତ ହସୁଥିବେ, କାହିଁକିନା ସେମାନେ ଜାଣିଛନ୍ତି ଏ ହେଉଛି ମଲ୍ଲିକା। ରିୟା କହିବେ, ଭାଇ ଏ ମୂଷା ତ ଏ ଟେବୁଲ ଭିତରେ ଲୁଚିଥିଲା, ଏ କେତେବେଳେ ବାହାରିବ ଆଉ ଆମେ କ'ଣ ଯେତେବେଳେ ଯାଏଁ ଏହାକୁ ଅପେକ୍ଷା କରି ରହିବୁ। ତାପରେ ଜଲେବି କହିବେ, ମୁଁ ବି ଦେଖିବି ଏ ମୂଷା କେମିତି ବାହାରକୁ ଆସିବ। ମା ଆପଣ ରୁହନ୍ତୁ, ମୁଁ ଏବେ ଯାଇ ମୂଷା ମରା ମେଡ଼ିସିନ ନେଇ ଆସୁଛି। ତାପରେ ମେଘା କହିବେ, ମୂଷା ମରା ଔଷଧ, ତୁ କ'ଣ ୟାକୁ ସତରେ ମାରିଦେବୁ ନା କ'ଣ? ପୁଣି ଜଲେବି କହିବେ, ନାଇଁ ମା, ଇଏ ସେଥିରେ ମରିବନି, ଖାଲି ଟିକେ ବେହୋସ ହୋଇଯିବ। ତ ସାଙ୍ଗମାନେ ମଲ୍ଲିକାକୁ ଏମିତି ମୂଷା ବେଶରେ ଦେଖି ଆପଣଙ୍କୁ କେତେ ଖୁସି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ଆଦ୍ୟାଙ୍କର 24 ଘଣ୍ଟାର ଶକ୍ତି ସରିଲା ପରେ ମଲ୍ଲିକା କ'ଣ ରୋଶନୀଙ୍କ ଠାରୁ ପ୍ରତିଶୋଧ ନେବ କି? ହଉ ଆମ